ରାତି 11:30 ପାଖାପାଖି ହେଉଛି। ଦିଲ୍ଲୀ ବିମାନ ବନ୍ଦରରେ ଝଲସୁଥିବା ଆଲୋକରେ ସମସ୍ତେ ନିଜ ଗନ୍ତବ୍ୟସ୍ଥଳ ଆଡ଼େ ଦୌଡୁଛନ୍ତି। ଜଣେ ବନ୍ଧୁଙ୍କୁ ହସି ହସି ବିଦାୟ ଦେଉଛନ୍ତି, ଆଉ ଜଣେ ବୋର୍ଡିଂ ଗେଟ୍ ଆଡ଼େ ବ୍ୟସ୍ତ ହୋଇ ଦୌଡୁଛନ୍ତି। ଏହି ଭିଡ଼ରେ ଜଣେ ବୃଦ୍ଧ ବ୍ୟକ୍ତି ପୁରୁଣା ଜ୍ୟାକେଟ୍ ପିନ୍ଧି କାନ୍ଧରେ ଏକ ଜର୍ଜରିତ ବ୍ୟାଗ୍ ଝୁଲାଇ ଧୀରେ ଧୀରେ ଚାଲୁଛନ୍ତି। ତାଙ୍କର ଧଳା ଚୁଟି, ମୁହଁରେ ଥିବା କୁଞ୍ଚନ ଦେଖି ଯେ କେହି ଭାବିପାରନ୍ତି ତିନି ଏକ ସାଧାରଣ ବ୍ୟକ୍ତି, ବୋଧହୁଏ ଅବସରପ୍ରାପ୍ତ ଶିକ୍ଷକ କିମ୍ବା ସାଧାରଣ କର୍ମଚାରୀ। ସେ ଲାଇନରେ ଛିଡ଼ା ହୋଇ ପକେଟରୁ ଟିକେଟ ବାହାର କରି ବାରମ୍ବାର ଦେଖୁଛନ୍ତି, ଆଉ ପୁଣି ପକେଟକୁ ରଖୁଛନ୍ତି। ତାଙ୍କ ପାଖରେ ଦିଲ୍ଲୀରୁ ମୁମ୍ବାଇ ଯିବା ପାଇଁ ବିଜନେସ୍ କ୍ଲାସର ଟିକେଟ ଅଛି, କିନ୍ତୁ ଚେକ୍-ଇନ୍ କାଉଣ୍ଟରରେ ଛିଡ଼ା ହୋଇଥିବା ଅର୍ପିତା ଟିକେଟ ଦେଖିବା ମାତ୍ରେ ତାଙ୍କ ଓଠରେ ଏକ ହାଲୁକା ତାଚ୍ଛଲ୍ୟପୂର୍ଣ୍ଣ ହସ ଫୁଟି ଉଠିଲା। ଜେଜେ, ଆପଣ କିଛି ଭୁଲ କରିଛନ୍ତି କି? ସେ ପଚାରିଲେ। ବୃଦ୍ଧ ଉଦ୍ବିଗ୍ନ ହୋଇ, କ'ଣ ହେଲା ମା, ଟିକେଟ ଠିକ୍ ଅଛି ତ ବୋଲି ପଚାରିଲେ। ଅର୍ପିତା ଉତ୍ତର ଦେଲେ, ଜେଜେ, ଏହା ବିଜନେସ୍ କ୍ଲାସର ଟିକେଟ। ଏହା ଆପଣ ନିଜେ କିଣିଛନ୍ତି ନା କେହି ଦେଇଛନ୍ତି? ଲାଇନରେ ପଛରେ ଛିଡ଼ା ହୋଇଥିବା ଜଣେ ହସି ହସି କହିଲେ, ମ୍ୟାଡାମ, ମନେ ହେଉଛି ଏମାନଙ୍କୁ ମାଗଣା ଟିକେଟ ମିଳିଛି। ଏହା ଶୁଣି ଲାଇନରେ ଥିବା ଅନ୍ୟମାନେ ହସିବାକୁ ଲାଗିଲେ। ବୃଦ୍ଧ ମନ ରହିଲେ। ତାଙ୍କ ମୁହଁରେ ଯନ୍ତ୍ରଣାର ଛାୟା ସ୍ପଷ୍ଟ ଦେଖାଗଲା, କିନ୍ତୁ ସେ ନିଜକୁ ସମ୍ଭାଳି ନେଲେ। ମା, ଏହି ଟିକେଟ ମୁଁ ନିଜେ କିଣିଛି, ପୂରା ଟଙ୍କା ଦେଇଛି, ସେ ଧୀରେ କହିଲେ। ଚେକ୍-ଇନ୍ କାଉଣ୍ଟରରେ ବସିଥିବା ଅର୍ପିତା ତାଙ୍କ ଜୁନିୟର ସହକର୍ମୀ ଅର୍ଜୁନଙ୍କୁ ଡାକି କହିଲେ, ଦେଖ, ଏହି ଜେଜେ ବିଜନେସ୍ କ୍ଲାସରେ ଯିବାକୁ ଚାହୁଁଛନ୍ତି। କିଛି ଭୁଲ ହୋଇଛି ମନେ ହେଉଛି। ଅର୍ଜୁନ ମଧ୍ୟ ହସି ଆଗକୁ ଆସି କହିଲେ, ଜେଜେ, ବିଜନେସ୍ କ୍ଲାସ ଆପଣଙ୍କ ପାଇଁ ନୁହେଁ, ଇକୋନୋମିରେ ଯାଆନ୍ତୁ, ଆମେ ସିଟ୍ ବଦଳାଇ ଦେବୁ, ଟଙ୍କା ମଧ୍ୟ କମ୍ ଲାଗିବ। ବୃଦ୍ଧଙ୍କୁ ଦୁଃଖ ଲାଗିଲା। ସେ ସ୍ନେହରେ କହିଲେ, ବିଜନେସ୍ କ୍ଲାସ ମୋ ପାଇଁ କାହିଁକି ନୁହେଁ ମା, ମୁଁ ଟିକେଟ ପାଇଁ ପୂରା ଟଙ୍କା ଦେଇଛି। ବିଜନେସ୍ କ୍ଲାସ କ'ଣ କେବଳ ଦାମୀ ସୁଟ୍ ଓ ଟାଇ ପିନ୍ଧୁଥିବା ଧନୀମାନଙ୍କ ପାଇଁ? କିନ୍ତୁ କର୍ମଚାରୀମାନେ ତାଙ୍କ କଥାକୁ ଗୁରୁତ୍ୱ ଦେଲେ ନାହିଁ। ବିଜନେସ୍ କ୍ଲାସ ଆପଣଙ୍କ ପାଇଁ ନୁହେଁ, ଇକୋନୋମିରେ ବସନ୍ତୁ, ସେମାନେ ବାରମ୍ବାର କହୁଥିଲେ। ଏବେ ବୃଦ୍ଧଙ୍କ ଆଖିରେ ଜଳ ଦେଖାଗଲା। ମା, ମୋର କଷ୍ଟରୁ ରୋଜଗାର କରା ଟଙ୍କାରେ ମୁଁ ଏହି ଟିକେଟ କିଣିଛି। ବିଜନେସ୍ କ୍ଲାସରେ ଯାତ୍ରା କରିବା ମୋର ଅଧିକାର, ସେ କହିଲେ। କିନ୍ତୁ କେହି ଶୁଣିଲେ ନାହିଁ। ଏହି ସମୟରେ ଜଣେ ଲମ୍ବା ପତଳା ଧନୀ ବ୍ୟକ୍ତି ଦାମୀ ବ୍ରାଣ୍ଡର ପୋଷାକ ପିନ୍ଧି ହାତରେ ଝଲସୁଥିବା ଘଣ୍ଟା ଚାଲିରେ ଅହଙ୍କାର ନେଇ କାଉଣ୍ଟର ଆଡ଼େ ଆସିଲେ। ସେ ସିଧା କହିଲେ, ମୁମ୍ବାଇ ପାଇଁ ବିଜନେସ୍ କ୍ଲାସ ଟିକେଟ ଦରକାର। କାଉଣ୍ଟରରେ ବସିଥିବା ଅର୍ପିତା ହସି କହିଲେ, ସାର୍, ବିଜନେସ୍ କ୍ଲାସ ପୂରା ଭରିଯାଇଛି। ସେହି ଧନୀ ବ୍ୟକ୍ତି ପକେଟରୁ କ୍ରେଡିଟ କାର୍ଡ ବାହାର କରି ଗମ୍ଭୀର ସ୍ୱରରେ କହିଲେ, ମୁଁ 2 ଗୁଣା ଟଙ୍କା ଦେବି। ଏବେ ସିଟ୍ ଦରକାର। କାଉଣ୍ଟରରେ ଥିବା କର୍ମଚାରୀମାନେ ପରସ୍ପରକୁ ଦେଖିଲେ। ତାପରେ ସେମାନଙ୍କ ଦୃଷ୍ଟି ସେହି ବୃଦ୍ଧ ଯାତ୍ରୀଙ୍କ ଉପରେ ପଡ଼ିଲା। ସେ ଏବେ ମଧ୍ୟ ମନ ହୋଇ ଛିଡ଼ା ହୋଇଥିଲେ। ଜଣେ କର୍ମଚାରୀ ଆଗକୁ ଆସି ରାଗରେ ଜୋରରେ କହିଲେ, ଜେଜେ, ଆପଣଙ୍କ ବିଜନେସ୍ କ୍ଲାସ ସିଟ୍ ଛାଡ଼ି ଦିଅନ୍ତୁ। ଏବେ ଏହା ଆମ ବିଶେଷ ଗ୍ରାହକଙ୍କ ପାଇଁ ଦରକାର। ଆପଣଙ୍କୁ ଇକୋନୋମିରେ ଠିକ୍ କରିଦେବୁ। ବୃଦ୍ଧଙ୍କୁ ଆଶ୍ଚର୍ଯ୍ୟ ଲାଗିଲା। କ'ଣ, ଏହାର ଅର୍ଥ କ'ଣ? ମୁଁ ଟଙ୍କା ଦେଇଛି, ଟିକେଟ ମୋ ନାମରେ ଅଛି, ମୋ ସିଟ୍ କାହିଁକି ଛାଡ଼ିବି? ସେ ପଚାରିଲେ। କର୍ମଚାରୀ ତାଙ୍କ ବ୍ୟାଗ୍ ଟାଣି କହିଲେ, ସାର୍, ଆମେ ସମ୍ମାନରେ କହୁଛୁ, ଝଗଡ଼ା କରନ୍ତୁ ନାହିଁ। ବିଜନେସ୍ କ୍ଲାସ ଆପଣଙ୍କ ଭଳି ଲୋକଙ୍କ ପାଇଁ ନୁହେଁ। ଆପଣଙ୍କ ମୁହଁ ହିଁ କହୁଛି, ଆପଣ ସେଠାରେ ଖାପ ଖାଇବେ ନାହିଁ। ଏବେ କିଛି ଯାତ୍ରୀଙ୍କୁ ଏହି ଦୃଶ୍ୟ ଦେଖି ଲଜ୍ଜା ଲାଗିଲା। କେହି ମୁଣ୍ଡ ନୁଆଇଲେ, କିନ୍ତୁ କେହି ମୁହଁ ଖୋଲିଲେ ନାହିଁ। ବୃଦ୍ଧଙ୍କ ଆଖିରୁ ଏବେ ଅଶ୍ରୁ ଝରିବାକୁ ଲାଗିଲା। ସେ ଏକ ଚକିରେ ବସି ଧୀରେ କହିଲେ, ମୋ ନିଜ ଦେଶରେ ଏତେ ବଡ଼ ଅପମାନ। ଗରିବଙ୍କର ମନ ନାହିଁ କି? ବୁଢ଼ାପଣକୁ ସମ୍ମାନ ନାହିଁ କି?
ତାଙ୍କର ଥରୁଥିବା ସ୍ୱର ଶୁଣି ଏକ ଦୁଇ ଜଣ ମହିଳା ମୁଣ୍ଡ ନୁଆଇଲେ। କିନ୍ତୁ ବିମାନ କମ୍ପାନୀର କର୍ମଚାରୀମାନେ ଏବେ ମଧ୍ୟ କଠୋର ସ୍ୱରରେ କହୁଥିଲେ, ଜେଜେ ନାଟକ କଲେ କିଛି ଲାଭ ନାହିଁ। ବିଜନେସ୍ କ୍ଲାସ ଆପଣଙ୍କ ଭଳି ଲୋକଙ୍କ ପାଇଁ ନୁହେଁ। ଏଠାରୁ ଉଠି ଇକୋନୋମିକୁ ଯାଆନ୍ତୁ। ଏହି ଟିକେଟରେ କିଛି ରିହାତି ମଧ୍ୟ ଦେବୁ। ବୃଦ୍ଧ ଶେଷ ଚେଷ୍ଟା କଲେ। ମା, ମୁଁ ସାରା ଜୀବନ କଷ୍ଟ କରିଛି। ଆଜି ପ୍ରଥମ ଥର ପାଇଁ କିଛି ସୁବିଧାରେ ଯାତ୍ରା କରିବାକୁ ଚାହିଁଥିଲି। ଏହି କିଛି ଘଣ୍ଟାର ସୁଖ ପାଇଁ ଟଙ୍କା ଜମା କରିଦେଇଛି। କିନ୍ତୁ ମନେ ହେଉଛି ସୁଖ କେବଳ ଟଙ୍କା ଓ କ୍ଷମତା ଥିବା ଲୋକଙ୍କ ପାଇଁ। ଏହି ସମୟରେ ଦୂରରୁ ଜଣେ ବ୍ୟକ୍ତି ଭିତରକୁ ଆସିଲେ। ଆକର୍ଷଣୀୟ ପୋଷାକ, ମୁହଁରେ ଗମ୍ଭୀରତା, କିନ୍ତୁ ଆଖିରେ ଏକ ଅଜଣା ନରମପଣ। ସେ ଧୀରେ ଆଗକୁ ଆସିଲେ। ସମସ୍ତ କର୍ମଚାରୀ ଏକା ସାଙ୍ଗରେ ସିଧା ହୋଇ ଛିଡ଼ା ହେଲେ। ଯେମିତି କିଛି ବଡ଼ ସମସ୍ୟା ଦୁଆର ଖୋଲିଛି। ସେ ହେଉଛନ୍ତି ଖଲାଇଟ୍ ମ୍ୟାନେଜର ବିକାଶ ଗୁପ୍ତା। ବିକାଶ ଗୁପ୍ତା ରହି ବୃଦ୍ଧଙ୍କୁ ଦେଖି ତାପରେ କର୍ମଚାରୀଙ୍କୁ ଦେଖି କହିଲେ, କ'ଣ ହେଲା ମା, ସବୁ ଠିକ୍ ଅଛି ତ? ଅର୍ପିତା ତୁରନ୍ତ କହିଲେ, ସାର୍, ଏହି ଜେଜେ ବିଜନେସ୍ କ୍ଲାସ ଟିକେଟ ନେଇଛନ୍ତି। କିନ୍ତୁ କହୁଥିବା ବେଳେ ବୃଦ୍ଧ ତାଙ୍କ ଟିକେଟ ମ୍ୟାନେଜରଙ୍କୁ ଆଡ଼େ ବଢ଼ାଇ କହିଲେ, ବାବୁ, ଏମାନେ ମୋ ଟିକେଟକୁ ଜୋର ଜବରଦସ୍ତ ରଦ୍ଦ କରି ମୋତେ ଇକୋନୋମିକୁ ବଦଳାଉଛନ୍ତି। ବିକାଶ ଗୁପ୍ତା ଟିକେଟକୁ ସାବଧାନରେ ଦେଖି ନରମ ସ୍ୱରରେ କହିଲେ, ଜେଜେ, ଏହି ଟିକେଟ ଆପଣଙ୍କର। ବିଜନେସ୍ କ୍ଲାସରେ ସବୁଠାରୁ ଉତ୍ତମ ସିଟ୍ ମଧ୍ୟ ଆପଣଙ୍କର। କାହାର ସାହସ ନାହିଁ ଆପଣଙ୍କ ଅଧିକାର ଛଡ଼ାଇ ନେବାକୁ। ବୃଦ୍ଧ ଥରୁଥିବା ସ୍ୱରରେ କହିଲେ, ବାବୁ, କିନ୍ତୁ ଏମାନେ ସମସ୍ତେ କହୁଛନ୍ତି ମୁଁ ବିଜନେସ୍ କ୍ଲାସ ପାଇଁ ଯୋଗ୍ୟ ନୁହେଁ। ବିକାଶ ଗୁପ୍ତାଙ୍କ ମୁହଁରେ ରାଗ ଦେଖାଗଲା। ସେ ସମସ୍ତଙ୍କ ସାମ୍ନାରେ ଧୀରେ କହିଲେ, ଜେଜେ, ଯେଉଁମାନେ ସମ୍ମାନକୁ ବୁଝନ୍ତି ସେମାନେ ହିଁ ବିଜନେସ୍ କ୍ଲାସ ପାଇଁ ଯୋଗ୍ୟ। ବୃଦ୍ଧଙ୍କ ମୁହଁରେ ଖୁସିର ଛାୟା ଫୁଟି ଉଠିଲା। ସେ ମ୍ୟାନେଜରଙ୍କୁ ପଚାରିଲେ, ବାବୁ, ଏହି ବିମାନ କମ୍ପାନୀର ମାଲିକ କିଏ? ବିକାଶ ଉତ୍ତର ଦେଲେ, ଜେଜେ, ତାଙ୍କ ନାମ ଆଦିତ୍ୟ ମଲହୋତ୍ରା। କିନ୍ତୁ ଦୟାକରି କ୍ଷମା କରନ୍ତୁ, ଅଭିଯୋଗ କରନ୍ତୁ ନାହିଁ। ବୃଦ୍ଧ ହସି କହିଲେ, ନା ବାବୁ, ମୁଁ ଅଭିଯୋଗ କରିବି ନାହିଁ। କିନ୍ତୁ ତୁମେ ଟିକେଟରେ ଥିବା ନାମକୁ ଭଲ ଭାବେ ଦେଖିନାହଁ। ବିକାଶ ଉଦ୍ବେଗରେ ଟିକେଟରେ ଥିବା ନାମକୁ ଦେଖିଲେ। ନାମ ଆଦିତ୍ୟ ମଲହୋତ୍ରା। ବିକାଶଙ୍କ ମୁହଁ ଫିକା ପଡ଼ିଗଲା। ଆଶ୍ଚର୍ଯ୍ୟରେ ବୃଦ୍ଧଙ୍କୁ ଦେଖିଲେ। ତାଙ୍କୁ ବୁଝାଗଲା ତାଙ୍କ ସାମ୍ନାରେ ଛିଡ଼ା ହୋଇଥିବା ବୃଦ୍ଧ ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି। ସେ ଧୀରେ ପଚାରିଲେ, ଜେଜେ, ଏହା ସତ କି? ବୃଦ୍ଧ ତାଙ୍କ କଥାକୁ ଅଟକାଇ କହିଲେ, ହଁ ବାବୁ, ମୁଁ ହିଁ ଆଦିତ୍ୟ ମଲହୋତ୍ରା, ରୟାଲ ଏୟାରଲାଇନ୍ସର ମାଲିକ ଓ ଅଧ୍ୟକ୍ଷ। ହଲ୍ରେ ଯେମିତି ବିଜୁଳି ଚମକିଲା। କର୍ମଚାରୀମାନେ ନୀରବ ହୋଇଗଲେ। ସେମାନଙ୍କ ଜିଭ ଆଉଟିଗଲା। ଅର୍ପିତା, ଯେ ହସି ହସି ତାଚ୍ଛଲ୍ୟ କରିଥିଲେ, ଏବେ ଭୟ ଓ ଲଜ୍ଜାରେ ଝାଳ ବୋହିବାକୁ ଲାଗିଲେ। ଏହି ବୃଦ୍ଧ, ଏହି ସାଧାରଣ ପୋଷାକ ପିନ୍ଧିଥିବା ବ୍ୟକ୍ତି ଜଣେ ସାଧାରଣ ଯାତ୍ରୀ ନୁହନ୍ତି ବୋଲି କେହି କଳ୍ପନା କରିନଥିଲେ। ସେ ହେଉଛନ୍ତି ଏହି ବିମାନ କମ୍ପାନୀର ପ୍ରତିଷ୍ଠାତା, ମାଲିକ, ଅଧ୍ୟକ୍ଷ ଆଦିତ୍ୟ ମଲହୋତ୍ରା। ଏହି ଦିନ ନିଜ ଟିକେଟ ନେଇ ନୀରବରେ ଯାତ୍ରା କରିବାକୁ ଆସିଥିବା ତାଙ୍କୁ ତାଙ୍କ ଯାତ୍ରୀଙ୍କ ସହ କିପରି ବ୍ୟବହାର ହୁଏ ତାହା ବିଷୟରେ ଏକ ବଡ଼ ଶିକ୍ଷା ମିଳିଲା, ଯେଉଁ ଶିକ୍ଷା କୌଣସି ବୈଠକରେ କିମ୍ବା ରିପୋର୍ଟରେ ମିଳେ ନାହିଁ। ହଲ୍ରେ ନୀରବତା ଖେଳିଗଲା। ବିମାନ କମ୍ପାନୀର କର୍ମଚାରୀମାନେ ପରସ୍ପରକୁ ଦେଖିଲେ। କିଛି ମିନିଟ ପୂର୍ବେ ଯିଏ ଜଣେ ସାଧାରଣ ଦୁର୍ବଳ ବ୍ୟକ୍ତି ପରି ଲାଗୁଥିଲେ, ସେ ଏବେ ବିମାନ କମ୍ପାନୀର ମାଲିକ ହୋଇ ସେମାନଙ୍କ ସାମ୍ନାରେ ଛିଡ଼ା ହୋଇଛନ୍ତି। ବୃଦ୍ଧ ତାଙ୍କ ଚଷମା ଖୋଲି ପୋଷାକକୁ ହାତରେ ଠିକ୍ କରି ଏକ ଗଭୀର ନିଶ୍ୱାସ ନେଲେ। ତାଙ୍କ ଆଖିରେ ରାଗ ଓ ଦୁଃଖ ଦୁଇଟି ଦେଖାଗଲା। ତୁମେ କେବଳ ମୋତେ ଅପମାନ କରିନାହଁ, ନିଜର ଭବିଷ୍ୟତକୁ ଅପମାନ କରିଛ। ତାଙ୍କର ଗମ୍ଭୀର ସ୍ୱର ହଲ୍ରେ ଗୁଞ୍ଜରିତ ହେଲା। ଜଣେ ଯାତ୍ରୀଙ୍କୁ ତାଙ୍କ ବୟସ ଓ ପୋଷାକର ଆଧାରରେ ବ୍ୟବହାର କରାଇବା କ'ଣ ତୁମ ତାଲିମ? ତାଙ୍କ ସ୍ୱରରେ ଥିବା କଠୋରତା ଶୁଣି ଅର୍ପିତା, ଯେ ଅଧିକ ଅପମାନ କରିଥିଲେ, ଥରିବାକୁ ଲାଗିଲେ। ସାର୍, ଆମକୁ ଜଣା ନଥିଲା ସାର୍।
ସେ ଓଠ ଥରୁଥିବା ଅବସ୍ଥାରେ କହିଲେ। ବୃଦ୍ଧ ହାତ ଉଠାଇ ତାଙ୍କୁ ଅଟକାଇ କହିଲେ, ମୁଁ କିଏ ତାହା ବିଷୟ ନୁହେଁ, ଯାତ୍ରୀ କିଏ ତାହା ବିଷୟ। ଧନୀ ହେଉ କି ଗରିବ, ବୃଦ୍ଧ ହେଉ କି ଯୁବକ, ତାଙ୍କର ସମ୍ମାନର ଅଧିକାର ଅଛି। ସେହି ଅଧିକାରକୁ ତୁମେ ଛଡ଼ାଇ ନେବାକୁ ଚେଷ୍ଟା କରିଛ। କର୍ମଚାରୀମାନେ ସମସ୍ତେ ଭୟ କଲେ। କେହି ମୁଣ୍ଡ ନୁଆଇଲେ, କାହାର ଆଖିରେ ଜଳ। ଏହି ସମୟରେ ସେହି ଧନୀ ବ୍ୟକ୍ତି, ଯାହା ପାଇଁ ବୃଦ୍ଧଙ୍କ ସିଟ୍ ଛଡ଼ାଇବାକୁ କର୍ମଚାରୀମାନେ ଚେଷ୍ଟା କରିଥିଲେ, ଧୀରେ ଆଗକୁ ଆସିଲେ। ତାଙ୍କୁ ମଧ୍ୟ କିଛି ଲଜ୍ଜା ଲାଗିଲା। ସାର୍, ମୁଁ ଦୁଃଖିତ। ମୁଁ ଆପଣଙ୍କ ସିଟ୍ ଛଡ଼ାଇ ନେବାକୁ କହିନଥିଲି, କେବଳ ଏକ ଅନୁରୋଧ କରିଥିଲି। ଭୁଲ କର୍ମଚାରୀଙ୍କର, ସେ କହିଲେ। ବୃଦ୍ଧ ହସି କହିଲେ, ଜଣେ ବୃଦ୍ଧଙ୍କୁ ଜୋରରେ ଟାଣିବା ବେଳେ ତୁମେ କାହିଁକି ମନେ ରହିଲ? ତୁମର ମନତା ହିଁ ଅନ୍ୟାୟର ସମାନ। ଏହି କଥାରେ ସେହି ଧନୀ ବ୍ୟକ୍ତି ଜଳରେ ବୁଡ଼ିଗଲା ପରି ହେଲା। ବୃଦ୍ଧ ସମସ୍ତ କର୍ମଚାରୀଙ୍କ ସାମ୍ନାରେ ରାୟ ଘୋଷଣା କଲେ। ମ୍ୟାନେଜର ବିକାଶଙ୍କୁ ଛାଡ଼ି ବାକି କର୍ମଚାରୀଙ୍କ ବିରୁଦ୍ଧରେ ତଦନ୍ତ ହେବ। ଯାହାର ଉଦ୍ଦେଶ୍ୟ କିମ୍ବା ବ୍ୟବହାର ଭୁଲ ପ୍ରମାଣିତ ହେବ, ତାଙ୍କୁ ଚିରଦିନ ପାଇଁ ଚାକିରିରୁ ବାହାର କରାଯିବ। ମ୍ୟାନେଜର ବିକାଶ ଗୁପ୍ତାଙ୍କୁ ପଦୋନ୍ନତି ଦିଆଯାଇ ରିଜିଓନାଲ ମ୍ୟାନେଜର କରାଯିବ। ଏହା ଶୁଣିବା ମାତ୍ରେ କର୍ମଚାରୀମାନେ ଏକା ସାଙ୍ଗରେ କାନ୍ଦି କହିଲେ, ସାର୍, ଆମକୁ କ୍ଷମା କରନ୍ତୁ। ଆଉ ଏମିତି ହେବ ନାହିଁ, ଦୟାକରି ସାର୍। କିନ୍ତୁ ତାଙ୍କ ଆଖିରେ କୌଣସି ନରମପଣ ଦେଖାଗଲା ନାହିଁ। ମାନବିକତାକୁ ଭୁଲି ଯାଇଥିବା ଲୋକଙ୍କୁ କ୍ଷମା କରିବା ମାନେ ଅନ୍ୟମାନଙ୍କୁ ଅନ୍ୟାୟ କରିବା, ସେ କହିଲେ। ହଲରେ ଥିବା ଅନ୍ୟ ଯାତ୍ରୀମାନେ ତାଳି ମାରିଲେ। କେହି ଭିଡିଓ ଉଠାଉଥିଲେ। ଜଣେ କହିଲେ, ଏହା ହିଁ ପ୍ରକୃତ ନେତୃତ୍ୱ। ଏହି ବିମାନ କମ୍ପାନୀ କାହିଁକି ସଫଳ ହେଲା ଏବେ ବୁଝାଗଲା। ବୃଦ୍ଧ ଯାତ୍ରୀମାନଙ୍କୁ ଦେଖି କହିଲେ, ମୁଁ ଏହି ବିମାନ କମ୍ପାନୀକୁ ଯାତ୍ରୀମାନଙ୍କୁ ସୁବିଧା ଓ ସମ୍ମାନ ଦେବା ପାଇଁ ତିଆରି କରିଥିଲି, ସେମାନଙ୍କୁ ଅପମାନ କରିବା ପାଇଁ ନୁହେଁ। ଯାତ୍ରୀମାନଙ୍କ ଆଖିରେ ସମ୍ମାନ ଓ ସହାନୁଭୂତି ସ୍ପଷ୍ଟ ଦେଖାଗଲା। ଏହି ସମୟରେ ଜଣେ ଯୁବତୀ, ବୋଧହୁଏ ଜଣେ ଛାତ୍ରୀ, ଆଗକୁ ଆସି କହିଲେ, ସାର୍, ଆଜି ଆପଣ ଆମକୁ ଏକ ବଡ଼ ଶିକ୍ଷା ଦେଇଛନ୍ତି। ଆମେ ସବୁବେଳେ ଭାବୁଥିଲୁ ଶକ୍ତି ଓ ସମ୍ପତ୍ତି ମାନେ ଅନ୍ୟମାନଙ୍କୁ ହୀନ ଦେଖାଇବା, କିନ୍ତୁ ଆପଣ ପ୍ରମାଣ କରିଛନ୍ତି ପ୍ରକୃତ ଶକ୍ତି ଅନ୍ୟମାନଙ୍କୁ ସମ୍ମାନ ଦେବାରେ, ସେମାନଙ୍କୁ ଅପମାନ କରିବାରେ ନୁହେଁ। ସେହିଦିନଠାରୁ ବିମାନ କମ୍ପାନୀର କର୍ମଚାରୀମାନେ ସମସ୍ତ ଯାତ୍ରୀଙ୍କ ସହ ସମ୍ମାନରେ ବ୍ୟବହାର କରିବାକୁ ଆରମ୍ଭ କଲେ। ଧନୀ ଗରିବ ଭେଦ ନାହିଁ, ସମସ୍ତେ ସମାନ। ଏହି ଭିଡିଓ ଆପଣଙ୍କୁ ପସନ୍ଦ ହେଲେ ଲାଇକ୍ କରନ୍ତୁ, ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଓ ବେଲ ଆଇକନ୍ ଆକ୍ଟିଭେଟ କରନ୍ତୁ।